ପୁଆ ବିନା ଝିଅ ବାହାଘର ଅଧୁରା। ଏଇଟା ଥିଲା ମାମୁଙ୍କ ପାଇଁ ପୁରାପୁରି ଭାର। ସେଥିରେ ଥିଲା କ୍ଷୀର ପୋଡପିଠା। ଏବେ ଯେହେତୁ ଆମ୍ବ ସିଜନ ଚାଲିଛି ତାର ହେଲା ଆମ୍ବ ପୋଡପିଠା। ଏଇଟା ହଉଛି ସୁଜି କାକରା ଆଉ ସିଜା ମଣ୍ଡା ଆଉ ସବୁଥିରୁ ଅଳ୍ପ ଅଳ୍ପ ଦିଆ ହେଇଥିଲା। ଏଇଟା ଥିଲା ଆମ୍ବର ସିଜା ମଣ୍ଡା। ପୁର ଦିଆ ଚିତଉ ପିଠା ତା ସାଙ୍ଗରେ ଥିଲା ଆରିସା ପିଠା। ଏଇଟା ହଉଛି ଆମର ଗୁଡରେ ତିଆରି ଆରିସା ପିଠା। ଏଇଟା ହଉଛି ଅଟା କାକରା ଆଉ ଚନ୍ଦ୍ରକାନ୍ତି ତା ସାଙ୍ଗରେ ଥିଲା ରଜ ପୋଡପିଠା ଯୋଉଟା ଗୁଡରେ ତିଆରି ଆଉ ଛୁଞ୍ଚି ପତ୍ର ପିଠା ଅଳ୍ପ କିଛି। ତାପରେ ଏଥିରେ ଥିଲା ସୁଜି ମଣ୍ଡା ତା ସାଙ୍ଗରେ ବହୁତ ଜିନିଷ। ଏଇଟା ହଉଛି ପୁର ବିରିିବରା ଉପରେ ଚିନିର ଶିରା ଦିଆହେଇଛି। ଗୁଜିଆ ଦିଆ ହେଇଥିଲା ମିନି ଗୁଜିଆ ବଡ ଗୁଜିଆ। ଏଇଟା ହଉଛି କ୍ଷୀରର ପୁଳି। କ୍ଷୀର ପୁଲି ଟା ଆମର ବହୁତ ପସନ୍ଦ କରନ୍ତି। ପୁରା କ୍ଷୀରରେ ଡୁବିକି ରହିବ ବହୁତ ଭଲ ଲାଗେ। ତା ଟିକେ ଗୋଲମରିଚ ଗୁଣ୍ଡ ଟିକେ ପଡିବ ଗୁଜୁରାତି ଗୁଣ୍ଡ ପଡିବ। ମାଲପୁଆ ଥିଲା। ଏଇଟା ଥିଲା ଭାର। ଏଇ ଭାର ଧରିକି ନିମନ୍ତ୍ରଣ ପତ୍ର ଗୁଆ ଆଉ ପଇସା ଧରିକି ଭାଇ ଘରକୁ ବାହାରିଲି। ମୋ ଭାଇ ମାନେ ସବୁ ଏଠି ହିଁ ରୁହନ୍ତି ଆଉ କିଛି କିଛି ବାହାରେ ରୁହନ୍ତି। ସେମାନଙ୍କ ପାଇଁ ସବୁ ପଠା ହେଲା। ଆଉ ମତେ ଏତେ ଖୁସି ଲାଗିଲା ଆମର ପରମ୍ପରାକୁ ଯୋଉ ଆମେ ବଜେଇକି ରଖିଛେ ସେଇଟା ହଉଛି ଆମର ଗର୍ବ। ତ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ମୋ ଭାଇ କୁ ଆଉ ସମସ୍ତଙ୍କୁ ମଧ୍ୟ ମୁଁ ନିମନ୍ତ୍ରଣ ଦେଇକି ଆସିଲି। ତା ସାଙ୍ଗରେ ଗୋଟେ ବହୁତ ସୁନ୍ଦର ଜିନିଷ ଦେଖନ୍ତୁ। ଏଇଟା ଯୋଉ ମୁଁ ଶାଢୀଟା ପିନ୍ଧିଛି ନା ଏଇ ଶାଢୀଟା କାଟିକି ଏ ଗାଉନ ଟା ତିଆରି କରିଛି। ତାଙ୍କର ଲିଙ୍କ ମୁଁ ଦେଇଦେଇଛି ଆପଣ ମାନେ ଚାହିଁଲେ ସେଇଟା ତିଆରି କରିପାରିବେ। କେତେ ସୁନ୍ଦର ହେଇଛି କହିଲେ ଆଉ ବହୁତ ରିଜନେବୁଲ ରେଟ ରେ। ଲଭ୍ ୟୁ ଅଲ୍। ଗଡ୍ ବ୍ଲେସ ୟୁ।